ମହିଳାଟିକୁ କ'ଣ ପାଇଁ ପ୍ରକୃତରେ ସିକ୍ୟୁରିଟି ଗାର୍ଡଟି ଗାଡ଼ି ଭିତରେ ବସିବା ପାଇଁ ମନା କରୁଛି। ଯେତେବେଳେ ସେ କାରର ମାଲିକାଣୀ ସେ ଗାଡ଼ି ଭିତରକୁ ଯିବା ପାଇଁ ଚେଷ୍ଟା କଲା, ସେ ସିକ୍ୟୁରିଟି ଗାର୍ଡଟି ଆସିକି କହିଲା କି ମ୍ୟାଡ଼ାମ୍ ତୁମେ ଏଇ ଗାଡ଼ିରେ ଯାଇପାରିବ ନାହିଁ, ତୁମର ତ ଅନ୍ୟ ଗାଡ଼ି ଅଛି, ସେଥିରେ ଚାଲିଯାଅ। ତା ସ୍ୱାମୀକୁ ସେ ପାଟି କରିକି ପାଖକୁ ଡାକିଲା। ସେ କହିଲା କି ଦେଖ ସିକ୍ୟୁରିଟି ଗାର୍ଡ ମୋତେ ଯିବା ପାଇଁ ଦେଉନାହିଁ। ସେ କହିଲା କି ସାର୍ ଆପଣ ଯାଇକି ଅନ୍ୟ ଗାଡ଼ିରେ ଚାଲିଯାଆନ୍ତୁ, କିନ୍ତୁ ଆଜି ଏଇ ଗାଡ଼ିରେ ମୁଁ ତୁମମାନଙ୍କୁ ଯିବା ପାଇଁ ଦେବି ନାହିଁ। ସେ କହିଲା କି ଏମିତି କ'ଣ ହେଇଛି। ସେ ସିକ୍ୟୁରିଟି ଗାର୍ଡଟି କହିଲା କି ଆମ ପଡ଼ୋଶୀରେ ରହୁଥିବା ସେ ମହିଳାଟି ସହିତ ଯେତେବେଳେ ତୁମର ଝଗଡ଼ା ହେଇଥିଲା, ସେ ଆସିକି ଗାଡ଼ିର ବ୍ରେକ୍ ଫେଲ୍ କରିଦେଇଛି, ଯାହାଦ୍ୱାରା କି ତୁମର କିଛି ଦୁର୍ଘଟଣା ଘଟିବ। ସାଙ୍ଗମାନେ ସେମାନେ ବିଶ୍ୱାସ କଲେ ନାହିଁ। ଆଗକୁ ସେମାନେ କରିବେ କ'ଣ? ଯଦି ତୁମମାନଙ୍କୁ ବାଇକ୍ ପସନ୍ଦ ଭିଡ଼ିଓକୁ ଲାଇକ୍ କରିବ, ଯଦି ତୁମମାନଙ୍କୁ କାର୍ ପସନ୍ଦ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ। ଯେମିତି ସେ ମାଲିକଟି ଯାଇକି ଗାଡ଼ିଟି ଚେକ୍ କଲା ତ ସେ ଦେଖିଲା କି ଗାଡ଼ିଟା ସତରେ ବ୍ରେକ୍ ଫେଲ୍ ହେଇଥିଲା। ଆଉ ପାଖକୁ ଆସିକି ସେ କହିଲା କି ହଁ ସତ କହୁଛି, ସିକ୍ୟୁରିଟି ଗାର୍ଡ ଯାହା କହୁଛି ସେ ସତ କହୁଛି। ତାପରେ ତା ସ୍ତ୍ରୀ ମଧ୍ୟ ତାର ଭୁଲ ବୁଝିପାରିଲା ଆଉ ସେମାନେ ତାକୁ କ୍ଷମା ମଧ୍ୟ ମାଗିଲେ ଶେଷରେ।